ଲିଖନୀରେ କାହାଣୀ। ଆଜିର ଗଳ୍ପ ଅଗ୍ରପୂଜ୍ୟ ଗଣେଶ। ଦିନେ କୈଳାସ ପର୍ବତରେ ଦେବଦେବ ମହାଦେବ ବସିଥାନ୍ତି। ତାଙ୍କ ପାଖରେ ଥିଲେ ମାତା ପାର୍ବତୀ। ଏମିତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପିତାମାତାଙ୍କ ଗହଣରେ ଦୁଇ ପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ ପରୀକ୍ଷା କରିବା ଲାଗି ଚିନ୍ତା କରୁଥିବା ସମୟରେ ମୁନିଶ୍ରେଷ୍ଠ ନାରଦ ରାସ୍ତାରେ ଯାଉ ଯାଉ ମାତା ପିତାଙ୍କୁ ଏକତ୍ର ବସିଥିବାର ଦେଖି ଆସି ସେଠାରେ ଉପସ୍ଥିତ ହେଲେ। ନାରଦଙ୍କୁ ମାତା ପାର୍ବତୀ ପଚାରିଲେ, ଆଜି କେଉଁ ଆଡ଼କୁ ଯାତ୍ରା ଆରମ୍ଭ କରିଛନ୍ତି ନାରଦ? ତହୁଁ ନାରଦ କହିଲେ, ମାତା ମୁଁ ତ ଏମିତି ସବୁଦିନ ସବୁଆଡ଼େ ଘୁରି ବୁଲୁଛି, ସେଥିରେ ପୁଣି ମୋର ଯାତ୍ରା ଆଉ କ'ଣ ହେବ? ତେବେ ମାତା ପିତା ଗୋଟିଏ ସ୍ଥାନରେ ଉପସ୍ଥିତ ଥିବା ଦେଖି ଆପଣଙ୍କର କରୁଣା ଟିକିଏ ପାଇବା ପାଇଁ ମୁଁ ଚାଲି ଆସିଲି। ତହୁଁ ଦେବଦେବ ମହାଦେବ କହିଲେ, ତଥାପି ତୁମେ ଯାତ୍ରାରେ କୌଣସି ଉଦ୍ଦେଶ୍ୟ ଅଛି ନିଶ୍ଚୟ? ନାରଦ କହିଲେ, ନା ପିତା, ମୋର କୌଣସି ଉଦ୍ଦେଶ୍ୟ ନେଇ ଏ ଯାତ୍ରା ନୁହେଁ। ତେବେ ଆପଣ ଯଦି ଅନୁମତି ଦିଅନ୍ତି ତେବେ ମୁଁ ଗୋଟିଏ ବିଷୟରେ ମୋର ଅବଗତି ନିମନ୍ତେ ପଚାରନ୍ତି। ଏକଥା ଶୁଣି ମହାଦେବ କହିଲେ, ମୁଁ ଜାଣିଛି, ତଥାପି କ'ଣ ପଚାରିବ ତୁମେ ପଚାରୁନାହଁ? ନାରଦ କହିଲେ, ପିତା, ଆପଣ ତ ସବୁ କିଛି ଜାଣନ୍ତି, ତେବେ ଆପଣଙ୍କର ଏଇ ଦୁଇ ପୁତ୍ରଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଏହା ମୁଁ ଜାଣିପାରିଲି ନାହିଁ। ତେଣୁ ମହାଦେବ ଏଥର ବୁଝିଲେ ଯେ ସେ ସେଇ ବିଷୟରେ ଚିନ୍ତା କରୁଥିଲେ। ତାହା ହିଁ ନାରଦ ମନର ପ୍ରଶ୍ନ। ତେଣୁ ସେ କହିଲେ, ନାରଦ, ତୁମେ ଯେତେବେଳେ ଏ ପ୍ରଶ୍ନ ଉଠାଇଲ ସେ ପ୍ରଶ୍ନ ଉତ୍ତର ବର୍ତ୍ତମାନ ଖୋଜି ନେଲେ ଆଉ କୌଣସି ଅସୁବିଧା ରହିବ ନାହିଁ। ନାରଦ କହିଲେ, ପିତା, ତାର ସମାଧାନ ବର୍ତ୍ତମାନ ହୋଇଗଲେ ଆହୁରି ଭଲ ହେବ। ଏହି ଆଲୋଚନା ପରେ ମହାଦେବ ତାଙ୍କର ଦୁଇ ପୁଅଙ୍କୁ କହିଲେ, ଦେଖ ପୁତ୍ରମାନେ, ତୁମେ ଦୁହିଁଙ୍କ ମଧ୍ୟରୁ ଯିଏ ପ୍ରଥମେ ବ୍ରହ୍ମାଣ୍ଡକୁ ବୁଲି ଆସିପାରିବ ସିଏ ହିଁ ଶ୍ରେଷ୍ଠ ବିବେଚିତ ହେବ। ଏହି କଥା ଶୁଣି କାର୍ତ୍ତିକ ଖୁବ୍ ଖୁସି ହୋଇଗଲେ, କାରଣ ତାଙ୍କର ବାହନ ମୟୂର। ତେଣୁ ସେ ଖୁବ୍ କମ୍ ସମୟ ମଧ୍ୟରେ ଏହି କାର୍ଯ୍ୟର ପରିସମାପ୍ତି ଘଟାଇବେ ବୋଲି ଚିନ୍ତା କଲେ। କିନ୍ତୁ ଏଣେ ବିଶେଷ ଚିନ୍ତାରେ ପଡ଼ିଗଲେ ଗଣେଶ, କାରଣ ମୂଷା ହେଉଛି ତାଙ୍କର ବାହନ। ତଥାପି ପରୀକ୍ଷା ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ହେଲେ। ପରୀକ୍ଷା ଆରମ୍ଭ ହେଲା। କାର୍ତ୍ତିକ ମୟୂର ପିଠିରେ ବସି ବ୍ରହ୍ମାଣ୍ଡ ବୁଲିବା ପାଇଁ ଚାଲିଗଲେ। ସେ ଜାଣିଲେ ଯେ ଯଥାଶୀଘ୍ର ବୁଲି ଆସି ପିତାମାତାଙ୍କ ପାଖରେ ପହଞ୍ଚିଯିବେ ସେ, ଆଉ ସେ ହିଁ ଶ୍ରେଷ୍ଠ ଦେବତା ରୂପେ ବିବେଚିତ ହେବେ। ମାତ୍ର ଗଣେଶ ପାଇଁ ତାହା ଥିଲା ଚରମ ପରୀକ୍ଷା। ତେଣୁ ସେ ମହାଚିନ୍ତାରେ ପଡ଼ିଗଲେ। ହେଲେ ସେ ଖୁବ୍ ବୁଦ୍ଧିମାନ, ଅତଏବ ସେ ସ୍ଥିର କରିନେଲେ ଯେ ଦୁନିଆର ନିଜର ପିତାମାତାଙ୍କ ଠାରୁ କେହି ବି ବଡ଼ ନାହାନ୍ତି। ପୁଣି ସମଗ୍ର ବ୍ରହ୍ମାଣ୍ଡ କହିଲେ ପିତାମାତାଙ୍କ ପାଦ ତଳେ ଥିବା ସ୍ୱୟଂ ଧରିତ୍ରୀ। ତେଣୁ ସେ ନିଜର ପିତାମାତାଙ୍କ ଚାରିପାଖରେ ତିନିଥର ବୁଲି ଆସି ସେମାନଙ୍କୁ ପ୍ରଣାମ କରି ତାଙ୍କ ପାଖରେ ଆସି ବସିଗଲେ। ଏମିତି କିଛି ସମୟ ପରେ କାର୍ତ୍ତିକ ଆସି ଦେଖନ୍ତି ପିତାମାତାଙ୍କ ପାଖରେ ପୂର୍ବବତ୍ ଗଣେଶ ବସିଛନ୍ତି। ତାପରେ ସେ ମଧ୍ୟ ଆସି ତାଙ୍କର ଯଥାସ୍ଥାନରେ ବସିଲେ। ମାତା ପାର୍ବତୀ ଦେବଦେବ ମହାଦେବଙ୍କୁ କହିଲେ, ଏବେ ତ ଆପଣଙ୍କ ପାଖରେ ଦୁଇ ପୁତ୍ର ଆସି ଉପସ୍ଥିତ, ତେବେ ଆପଣ ଶ୍ରେଷ୍ଠ କିଏ ଘୋଷଣା କରନ୍ତୁ। ତହୁଁ ମହାଦେବ କହିଲେ, ହଁ ପାର୍ବତୀ, ତୁମେ ମଧ୍ୟ ଏଥିପାଇଁ ଖୁବ୍ ବ୍ୟଗ୍ର ହୋଇ ଉଠିଲଣି। ତେବେ ଆଜିର ପରୀକ୍ଷାରେ ଗଣେଶ ଶ୍ରେଷ୍ଠ ଦେବତା ରୂପେ ଗଣ୍ୟ ହେବେ। ସେ ହିଁ ଆଜିଠାରୁ ଅଗ୍ର ଦେବତା ଭାବେ ଗୃହୀତ। କିନ୍ତୁ ଏକଥା ବୁଝି ନ ପାରି କାର୍ତ୍ତିକ ଟିକିଏ ମାତାଙ୍କୁ ଅନେଇବାରୁ ପାର୍ବତୀ କହିଲେ, ପ୍ରଭୁ, ଆପଣ ସିଦ୍ଧାନ୍ତ ଗୃହୀତ ହେବା ପୂର୍ବରୁ ଆପଣ ଟିକେ ବୁଝାଇ ଦିଅନ୍ତୁ। ଏହା ଶୁଣି ମହାଦେବ ନାରଦ ଆଡ଼କୁ ଅନେଇବାରୁ ନାରଦ କହିଲେ, ମାତା, ଆଜିର ପରୀକ୍ଷାର ଘୋଷିତ ଫଳ ଯଥାର୍ଥ, କାରଣ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତ ଆପଣମାନଙ୍କର ପାଦ ତଳେ ହିଁ ରହିଛି। ପ୍ରତ୍ୟେକ ପୁତ୍ରର ପିତାମାତା ହିଁ ଶ୍ରେଷ୍ଠ ଦେବତା। ଅତଏବ ଗଣେଶ ସେହି ଚିନ୍ତା କରି ପିତାମାତାଙ୍କ ଚାରିପାଖରେ ବୁଲି ଆସି ନିଜ ବୁଦ୍ଧିମତାର ପରିଚୟ ଦେଇଛନ୍ତି। ତେଣୁ ବୁଦ୍ଧି ଯେଉଁଠି, ବଳ ବି ସେଇଠି। ଏଇ ନୀତିରେ ଗଣେଶ ହିଁ ବିଜୟୀ। ଏହା କ'ଣ ସତ ନୁହେଁ ଗଣେଶ? ସେ ଛିଡ଼ା ହୋଇ ନିଜର ସ୍ୱୀକୃତି ଜଣାଇଦେଲେ। ସେହି ଦିନଠାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ସେ ଗଣେଶ ଅଗ୍ରପୂଜ୍ୟ ଦେବତା ରୂପେ ପୂଜା ପାଇବାର ଯୋଗ୍ୟ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।